ଆଜି ଆମେ ଶୁଣିବା ଦୟାନିଧି ମିଶ୍ରଙ୍କ ରଚିତ ଐତିହାସିକ କ୍ଷୁଦ୍ରଗଳ୍ପ ପ୍ରଦୀପ ନିର୍ବାଣ। ଆଜି ତ୍ରିବେଣୀ ଘାଟରେ ଅସଂଖ୍ୟ ଯାତ୍ରୀଙ୍କର ସମାଗମ। ବୀରଶ୍ରୀ ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ରାଜା ମୁକୁନ୍ଦ ଦେବ ତ୍ରିବେଣୀ ଘାଟ ନିର୍ମାଣ କାର୍ଯ୍ୟ ସମାପନ କରି ମହାସମାରୋହରେ ଘାଟର ପ୍ରତିଷ୍ଠା କରୁଅଛନ୍ତି। ସେ ସ୍ୱୀୟ ବାହୁବଳରେ ତ୍ରିବେଣୀ ଘାଟ ପର୍ଯ୍ୟନ୍ତ ଦେଶ ଜୟ କରି ସ୍ୱୀୟ ରାଜ୍ୟର ସୀମା ନିର୍ଦ୍ଦେଶ ନିମନ୍ତେ ଏହି ଘାଟ ନିର୍ମାଣ କରିଅଛନ୍ତି। ଏହା ଘାଟ ନିର୍ମାଣର ଐତିହାସିକ ବ୍ୟାଖ୍ୟା। କିନ୍ତୁ ଲୋକେ କହନ୍ତି ଏହି ଘାଟ ନିର୍ମାଣର ମୂଳରେ ଧର୍ମପ୍ରାଣତା ବିଦ୍ୟମାନ। ଜଗତର ପାପୀଙ୍କୁ କରାଳ କବଳରୁ ରକ୍ଷା କରିବା ନିମନ୍ତେ ରାଜା ମୁକୁନ୍ଦ ଦେବ ତ୍ରିଲୋକ ପ୍ଳାବିନୀ ଗଙ୍ଗା ତଟରେ ଏହି ଘାଟ ନିର୍ମାଣ କରିଅଛନ୍ତି। ଘାଟର ପ୍ରତିଷ୍ଠା ନିମନ୍ତେ ଗଙ୍ଗା କୂଳରେ ଏ ବିପୁଳ ଆୟୋଜନ। ଘାଟର ପ୍ରତିଷ୍ଠାକର୍ତ୍ତା ରାଜା ଶ୍ରୀ ମୁକୁନ୍ଦ ଦେବ। ଆଜି ମୁକୁନ୍ଦ ଦେବଙ୍କର କଳ୍ପତରୁ ବେଶ। ଅର୍ଥୀମାନଙ୍କ ନିମନ୍ତେ ରାଜକୋଷର ଦ୍ୱାର ଉନ୍ମୁକ୍ତ। ମହାରାଜା ପ୍ରତାପ ଚନ୍ଦ୍ରଙ୍କ ସମୟରୁ ଓଡ଼ିଶାର ରାଜାମାନେ ବୈଷ୍ଣବ ଜଗତରେ ଅଦ୍ୱିତୀୟ ଆଧିପତ୍ୟ ବିସ୍ତାର କରି ଆସୁଛନ୍ତି। ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ ସେ ସମୟରେ ବୈଷ୍ଣବ ଧର୍ମାବଲମ୍ବୀମାନେ ପୁରୀ ରାଜାଙ୍କୁ ଗୋପ ରୂପେ ଭକ୍ତି କରୁଥିଲେ। ଅଧୁନା ପୁରୀର ସିଂହାସନ ରାଜନୈତିକ ଦାୟିତ୍ୱ ଶୂନ୍ୟ ହେଲେ ସୁଦ୍ଧା ଧର୍ମ ଦୃଷ୍ଟିରେ ତାହାର ପ୍ରାଚୀନ ଗୌରବ ଅକ୍ଷୁଣ୍ଣ ରହିଅଛି। ଆଜି ସୁଦ୍ଧା ଧର୍ମପ୍ରାଣ ହିନ୍ଦୁମାନେ ପୁରୀ ରାଜାଙ୍କୁ ପୂର୍ବବତ୍ ସମ୍ମାନ କରନ୍ତି। ମୁକୁନ୍ଦ ଦେବଙ୍କ ସମୟରେ ବୈଷ୍ଣବ ଧର୍ମାବଲମ୍ବୀମାନେ ଗୂଢ଼ ଆଧ୍ୟାତ୍ମିକ ତତ୍ତ୍ୱର ମୀମାଂସା ନିମନ୍ତେ ପୁରୀ ରାଜାଙ୍କ ଦ୍ୱାରସ୍ଥ ହେଉଥିଲେ। ଧର୍ମ ରାଜ୍ୟରେ କୌଣସି ବିପ୍ଳବ ଘଟିଲେ ବା କେହି ଧର୍ମରୁ ବିଚ୍ୟୁତ ହେଲେ ପୁରୀ ରାଜାଙ୍କ ନିଷ୍ପତ୍ତି ଉପରେ ସମସ୍ତେ ନିର୍ଭର କରୁଥିଲେ। ଯୁଦ୍ଧକ୍ଷେତ୍ରରେ ଏବଂ ଧର୍ମକ୍ଷେତ୍ରରେ ସମଭାବରେ ଏତାଦୃଶ୍ୟ ପ୍ରତିଷ୍ଠା କୌଣସି ଜାତି କୌଣସି ଯୁଗରେ ଲାଭ କରିନାହିଁ। ପୃଥିବୀର ଇତିହାସରେ ଶୌର୍ଯ୍ୟର ଉଜ୍ଜ୍ୱଳତର ଚିତ୍ର ଥାଇପାରେ, ଧର୍ମର ମଧ୍ୟ ଉଜ୍ଜ୍ୱଳତର ଚିତ୍ର ଥାଇପାରେ, କିନ୍ତୁ ଯୁଦ୍ଧ ଏବଂ ଧର୍ମର ଏତାଦୃଶ ଏକତ୍ର ସମାବେଶ ପୃଥିବୀରେ ବିରଳ। ଏ ବିଷୟରେ କେବଳ ଓଡ଼ିଆ ଜାତି ପୃଥିବୀରେ ଖ୍ୟାତି ଲାଭ କରିଅଛି ଏବଂ ଯେଉଁ ସମୟରେ ଓଡ଼ିଶାର ଗୃହେ ଗୃହେ ପବିତ୍ର ଧର୍ମ ପ୍ରଚାରିତ ହେଉଥିଲା ସେହି ସମୟ ଓଡ଼ିଶାର ସର୍ବଶ୍ରେଷ୍ଠ ଯୁଗ। ଆଜି ତ୍ରିବେଣୀ ଘାଟ ଲୋକାରଣ୍ୟ ହୋଇଅଛି। ସ୍ୱର୍ଣ୍ଣ ସିଂହାସନ ଉପରେ ମୁକୁନ୍ଦ ଦେବ ଓ ତାହାଙ୍କ ରାଣୀ ସମାସୀନ ହୋଇଅଛନ୍ତି। ବେଦଜ୍ଞ ବ୍ରାହ୍ମଣମାନେ ନିକଟରେ ଉପବିଷ୍ଟ ହୋଇ ପବିତ୍ର ବେଦମନ୍ତ୍ର ଉଚ୍ଚାରଣ କରୁଅଛନ୍ତି। ଅଦୂରରେ ପୂତସଲୀଳା ଜାହ୍ନବୀ ମୃଦୁବାତ ସଞ୍ଚାଳିତ ଲହରୀ ଦୋଳାରେ ଦୋଳାୟିତ ହୋଇ ଭୁବନମୋହନ ବେଶରେ ଗମନ କରୁଅଛନ୍ତି। ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେଲାରୁ ଦାନ କାର୍ଯ୍ୟ ଆରବ୍ଧ ହେଲା। ଅର୍ଥୀ ପ୍ରତ୍ୟର୍ଥୀମାନେ ରାଜାଙ୍କ ଦର୍ଶନ ଲାଭ କରିବାକୁ ଆଦିଷ୍ଟ ହେଲେ। କ୍ରମେ ଅର୍ଥୀ ସ୍ରୋତ ପ୍ରବଳ ବେଗରେ ବହିବାକୁ ଲାଗିଲା। କାହାରି ମୁଖରେ ବିଷାଦର ଚିହ୍ନ ସୁଦ୍ଧା ନାହିଁ। ସମସ୍ତେ ଅଭୀଷ୍ଟ ଫଳପ୍ରାପ୍ତ ହୋଇ ହୃଷ୍ଟଚିତ୍ତରେ ପ୍ରତ୍ୟାବୃତ ହେଉଅଛନ୍ତି। କିନ୍ତୁ ଗଙ୍ଗା ଗର୍ଭରେ ଦଣ୍ଡାୟମାନ କିଏ ସେ ଯୁବକ? ତାଙ୍କ ମୁଖରେ ପ୍ରାର୍ଥନାର ନାମମାତ୍ର ନାହିଁ। ସେ ଗ୍ରୀବାସ୍ପର୍ଶୀ ଜଳରେ ଦଣ୍ଡାୟମାନ ହୋଇ ରାଜାଙ୍କ ଆଡ଼କୁ ଅନିମେଷ ନେତ୍ରରେ ଚାହିଁଅଛନ୍ତି। ରାଜାଙ୍କ ଦୃଷ୍ଟି ମଧ୍ୟ ଅନେକ ଥର ତାଙ୍କ ଉପରେ ପଡ଼ିସାରିଲାଣି, କିନ୍ତୁ ଏ ପର୍ଯ୍ୟନ୍ତ କେହି କାହାକୁ କିଛି କହିନାହାନ୍ତି। କ୍ରମେ ଅର୍ଥୀସ୍ରୋତ ବନ୍ଦ ହେବାକୁ ଲାଗିଲା। ରାଜାଙ୍କ ସମଗ୍ର ଦୃଷ୍ଟି ଯୁବକଙ୍କ ଉପରେ ନିପତିତ ହେଲା। ରାଜା କହିଲେ, ଜଳ ମଧ୍ୟରେ କାହିଁକି ଛିଡ଼ା ହୋଇଛ ଯୁବକ? ତୁମର ଭାବଭଙ୍ଗୀରୁ ଜଣାଯାଏ ତୁମେ ଯେପରି କିଛି ମାଗିବାକୁ ଆସିଛ, କିନ୍ତୁ ଏତେବେଳ ଯାଏ ନୀରବ ରହିଛ କାହିଁକି? ରାଜାଙ୍କ ବାଣୀ ଶୁଣି ଯୁବକ ମସ୍ତକ ଅବନତ କଲେ। ତାଙ୍କର ହୃଦୟ ଭିତରେ ସେ ଯେପରି ବିବେକର ତୀବ୍ର ତାଡ଼ନା ଅନୁଭବ କରିବାକୁ ଲାଗିଲେ।
ସେ କ'ଣ କହିବାକୁ ଯାଉଥିଲେ କହିପାରିଲେ ନାହିଁ। ପରିଶେଷରେ ରାଜାଙ୍କ ଅଭୟବାଣୀରେ ଆସ୍ଥା ସ୍ଥାପନ କରି କହିଲେ, ମହାରାଜ, ମୋର ଜିଜ୍ଞାସ୍ୟ ବିଷୟ ଅତି ଗୁରୁତର। ଅଭୟ ପ୍ରଦାନ କଲେ ବକ୍ତବ୍ୟ ଜ୍ଞାପନ କରିବି। ରାଜା ଅଭୟ ପ୍ରଦାନ କଲେ। ଯୁବକ ଜଳ ମଧ୍ୟରୁ ବହିର୍ଗତ ହୋଇ ରାଜାଙ୍କ ସମୀପରେ ଦଣ୍ଡାୟମାନ ହେଲେ। ସେ ରାଜାଙ୍କୁ ଅଭିବାଦନ କରିବେ ନା ଆଶୀର୍ବାଦ ଦେବେ ପ୍ରଥମେ କିଛି ସ୍ଥିର କରିପାରିଲେ ନାହିଁ। ପରେ ମନରେ କ'ଣ ଭାବି ରାଜାଙ୍କୁ ଅଭିବାଦନ କରି କହିଲେ, ମହାରାଜ, ମୁଁ ଶୁଣିଛି ଓ ସ୍ୱଚକ୍ଷୁରେ ଦେଖିଅଛି ଯେ ଆପଣ ଆଜି କଳ୍ପତରୁ ବେଶ ଧାରଣ କରିଅଛନ୍ତି। ସେଥିପାଇଁ ସାହସ କରି ଆପଣଙ୍କ ନିକଟକୁ ଆସିଅଛି। ତୁମର ବକ୍ତବ୍ୟ କ'ଣ ଶୀଘ୍ର ପ୍ରକାଶ କର। ମହାରାଜ, ମହାତ୍ମା ଚୈତନ୍ୟ ଦେବଙ୍କ ପ୍ରସାଦରୁ ଅନେକ ଯବନ ହିନ୍ଦୁ ଧର୍ମରେ ଦୀକ୍ଷିତ ହୋଇଅଛନ୍ତି, କିନ୍ତୁ ଧର୍ମଭ୍ରଷ୍ଟ ହିନ୍ଦୁର ସ୍ୱଧର୍ମରେ ପୁନର୍ଦୀକ୍ଷାର କୌଣସି ବ୍ୟବସ୍ଥା ନାହିଁ କି? ବିଧର୍ମୀକୁ ସ୍ୱଧର୍ମକୁ ଅଣାଯାଇପାରେ, କିନ୍ତୁ ଯେ ସ୍ୱଧର୍ମରେ ଅନାସ୍ଥାଯୁକ୍ତ ତାହା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନପାରେ। ମନୁଷ୍ୟର ଧର୍ମ କ'ଣ? ଧର୍ମ ନାମରେ କୌଣସି ଦୃଶ୍ୟମାନ ବସ୍ତୁ ନାହିଁ। ଯେ ଯେପରି ଭାବରେ ଧର୍ମ ବିଷୟରେ ଧାରଣା କଲା ତାହାର ଧର୍ମ ତାହା। ପୁଣି ମନୁଷ୍ୟର ମାନସିକ ଚିନ୍ତାର କ୍ରମ ବିକାଶ ସଙ୍ଗେ ସଙ୍ଗେ ତାର ମନୋଗତ ଭାବରେ ପରିବର୍ତ୍ତନ ହେଉଅଛି। ଏପରି ସ୍ଥଳରେ ଗୋଟିଏ ଭାବ ଛାଡ଼ି ଭାବାନ୍ତର ଗ୍ରହଣ କଲେ ଦୋଷ କ'ଣ? ଭାବାନ୍ତର ଗ୍ରହଣ ଦୋଷାବହ ନୁହେଁ, କିନ୍ତୁ ଜାଣିଶୁଣି ଅକାରଣ ଭାବ ପରିବର୍ତ୍ତନ କରିବା ଦୋଷାବହ। ସ୍ୱେଚ୍ଛାଚାର ଏବଂ ସ୍ୱାଧୀନ ଚିନ୍ତା ମଧ୍ୟରେ ଅନେକ ପ୍ରଭେଦ ଅଛି। ସ୍ୱେଚ୍ଛାଚାର ଜନିତ ପାପ ନିମନ୍ତେ ଅନୁତାପ ହିଁ ଏକମାତ୍ର ପ୍ରାୟଶ୍ଚିତ। ଭାବାନ୍ତର ଗ୍ରହଣ ସ୍ୱେଚ୍ଛାଚାର ପ୍ରଣୋଦିତ ହେଉ କିମ୍ବା ସ୍ୱାଧୀନ ଚିନ୍ତା ପ୍ରସୂତ ହେଉ, ତହିଁ ନିମନ୍ତେ ଅନୁତାପ ପ୍ରକାଶ କରିବା କାପୁରୁଷତାର ପରିଚାୟକ। ମନୁଷ୍ୟକୁ ଗୋଟିଏ ବିଷୟ ଭଲ ନ ଲାଗିଲେ ସେ ବିଷୟାନ୍ତର ଗ୍ରହଣ କରିପାରେ। ଏଥିପାଇଁ କେହି କିଛି ଆପତ୍ତି କରିବା ଅସୁନ୍ଦର କଥା। ଧର୍ମ କ୍ରୀଡ଼ାର ପୁତ୍ତଳିକା ନୁହେଁ ଯୁବକ, ଯେ ତୁମ୍ଭେ ତାକୁ ଇଚ୍ଛା ଅନୁସାରେ ନଚାଇ ପାରିବ। ପାପୀ ଅନୁତପ୍ତ ହେଲେ ଈଶ୍ୱର ତାକୁ ଗ୍ରହଣ କରନ୍ତି, କିନ୍ତୁ ଏହି ଅନୁତାପ ବଚନ ସର୍ବସ୍ୱ ନୁହେଁ। ଏହା ହୃଦୟ ଭିତରୁ ବାହାରିଲେ ସ୍ୱୟଂ ଈଶ୍ୱରଙ୍କ ଆସନକୁ ଟଳାଇ ପକାଏ। ଏଥି ନିମନ୍ତେ କାହାରିକୁ ପ୍ରାର୍ଥନା କରିବାକୁ ହୁଏ ନାହିଁ। ଯେତେବେଳେ ସମୟ ଆସିବ ଈଶ୍ୱର ନିଜେ ପାପୀକୁ ଗ୍ରହଣ କରିବେ। ଅନୁତାପ ପୂର୍ବେ ଏ ଗ୍ରହଣ ସମ୍ଭବ ନୁହେଁ କି? କଦାପି ନୁହେଁ। ରାଜାଙ୍କଠାରୁ ନୈରାଶ୍ୟଜନକ ଉତ୍ତର ପାଇ ଯୁବକ ଅତିଶୟ ବ୍ୟଥିତ ହେଲେ। କିନ୍ତୁ ଏ କ'ଣ? ସେ ରାଣୀଙ୍କ ଆଡ଼କୁ ବାରମ୍ବାର ଅନାଉଛନ୍ତି କାହିଁକି? ରାଣୀଙ୍କୁ ଦେଖି ତାଙ୍କ ମନର ଭାବ ପରିବର୍ତ୍ତିତ ହେଉଛି କାହିଁକି? ଯୁବକଙ୍କୁ ନିରୁତ୍ତର ଦେଖି ରାଜା ପୁନର୍ବାର କହିଲେ, ଆଉ କିଛି ବକ୍ତବ୍ୟ ଥିଲେ କୁହ। ମୋର ବକ୍ତବ୍ୟ ମୁଁ ଯୁଦ୍ଧକ୍ଷେତ୍ରରେ କରିବି। ଏହା କହି ଯୁବକ ଉକ୍ତ ସ୍ଥାନ ପରିତ୍ୟାଗ କଲେ। ସୁଲତାନ ସୁଲେମାନଙ୍କ ସମୟରେ ବଙ୍ଗଦେଶରେ ଜଣେ ନୈଷ୍ଠିକ ବ୍ରାହ୍ମଣ ବାସ କରୁଥିଲେ। ତାଙ୍କୁ ଲୋକେ କାଲା ପାହାଡ଼ ବୋଲି ଡାକୁଥିଲେ। କାଲା ପାହାଡ଼ ଶବ୍ଦର ଅର୍ଥ ବଧିର ପର୍ବତ। ସେ ଏପରି ସଂଯମଶୀଳ ଥିଲେ ଯେ ରମଣୀମାନଙ୍କ ପ୍ରଲୋଭନ ବାକ୍ୟ ତାଙ୍କ କର୍ଣ୍ଣରେ ପ୍ରବେଶ କରିପାରୁନଥିଲା। ଏଥିପାଇଁ ତାଙ୍କର କାଲା ପାହାଡ଼ ନାମକରଣ ହୋଇଥିଲା। ଭ୍ରମକ୍ରମେ ସେ ଓଡ଼ିଶାରେ କଳା ପାହାଡ଼ ନାମରେ ପରିଚିତ। କିନ୍ତୁ ନାମର ଭୁଲ ହେଉ ବା ନ ହେଉ, ସେ ଓଡ଼ିଶାରେ ଯେଉଁ ନାମରେ ପରିଚିତ ଆମ୍ଭେ ତାଙ୍କୁ ସେହି ନାମରେ ଡାକିବୁ। କଳା ପାହାଡ଼ ଯେ କେବଳ ନିଷ୍ଠାପର ବ୍ରାହ୍ମଣ ଥିଲେ ଏମନ୍ତ ନୁହେଁ, ତାଙ୍କ ରଣନୈପୁଣ୍ୟ ମଧ୍ୟ ଅସାଧାରଣ ଥିଲା। ତାଙ୍କର ସମର କୌଶଳରେ ପ୍ରୀତ ହୋଇ ସୁଲତାନ ତାଙ୍କୁ ସେନାପତି ପଦରେ ବରଣ କରିଥିଲେ। କଳା ପାହାଡ଼ଙ୍କ ସେନାପତିତ୍ୱରେ ସୁଲତାନ ବାହିନୀ ଅନେକ ଯୁଦ୍ଧରେ ଜୟଲାଭ କରିଥିଲେ। ଓଡ଼ିଶା ବିରୁଦ୍ଧରେ ସମରଯାତ୍ରା ନିମନ୍ତେ ସୁଲତାନ ବାରମ୍ବାର ଅନୁରୋଧ କଲେ ସୁଦ୍ଧା କଳା ପାହାଡ଼ ସେଥିରେ କର୍ଣ୍ଣପାତ କରିନଥିଲେ। ତାଙ୍କ ସମୟରେ ବିଶାଳ ଭାରତବର୍ଷରେ
ସ୍ୱାଧୀନ ହିନ୍ଦୁ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ଥିଲା। ସ୍ୱାଧୀନ ହିନ୍ଦୁ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିବାକୁ କେଉଁ ହିନ୍ଦୁର ମନ ବଳିବ? କଳାପାହାଡ଼ଙ୍କ ବୀର୍ଯ୍ୟ ଏବଂ ଶୌର୍ଯ୍ୟରେ ମୁଗ୍ଧ ହୋଇ ସୁଲେମାନଙ୍କ କନ୍ୟା ତାଙ୍କ ପାଣି ଗ୍ରହଣାଭିଳାଷୀ ହୋଇପଡ଼ିଥିଲେ। ଏ ବିଷୟରେ ସୁଲତାନ ନିଜେ ଯେତେ ଚେଷ୍ଟା କଲେ ସୁଦ୍ଧା କଳାପାହାଡ଼ ସେଥିରେ ସ୍ୱୀକୃତ ହେଲେ ନାହିଁ। ପରେ ସୁଲତାନ କନ୍ୟାଙ୍କ ଐକାନ୍ତିକତାର ପରିଚୟ ପାଇବାରୁ ତାଙ୍କର ପର୍ବତ ସୁଲଭ ବଧିରତା କେଉଁଆଡ଼େ ଉଭେଇଗଲା। ପରିଶେଷରେ ସେ ପାଣି ଗ୍ରହଣରେ ସମ୍ମତି ପ୍ରଦାନ କଲେ। କଳାପାହାଡ଼ ଏଥିପୂର୍ବେ ବିବାହିତ ହୋଇଥିଲେ। ନିଜ ଗୃହରେ ବିବାହିତା ହିନ୍ଦୁ ପତ୍ନୀ ଅଛନ୍ତି, ପୁଣି ସୁଲତାନ ଗୃହରେ ନବୋଢ଼ା ଯବନୀ ପତ୍ନୀ ଅଛନ୍ତି। ସେ ଅଧୁନା କାହାକୁ ରଖିବେ? ଉଭୟ ପତ୍ନୀ ସମଧର୍ମାବଲମ୍ବିନୀ ଚିନ୍ତାର କୌଣସି କାରଣ ନଥିଲା। ଉପସ୍ଥିତ କ୍ଷେତ୍ରରେ ସ୍ତ୍ରୀଦ୍ୱୟଙ୍କ ଧର୍ମର ବିଷମତା ହେତୁରୁ ସେ ବିଷମ ସଙ୍କଟରେ ପଡ଼ିଥିଲେ। ପରିଶେଷରେ କଳାପାହାଡ଼ ସ୍ଥିର କଲେ ଯେ ସେ ପୁନର୍ବାର ହିନ୍ଦୁ ଧର୍ମ ଗ୍ରହଣ କରି ଯବନୀ ସ୍ତ୍ରୀକୁ ମଧ୍ୟ ହିନ୍ଦୁ ଧର୍ମରେ ଦୀକ୍ଷିତ କରାଇବେ। ତାହା ହେଲେ ଆଉ କିଛି ଗୋଳମାଳ ରହିବ ନାହିଁ। ଏଥିପାଇଁ ସେ ଯୁଗର ପ୍ରଥା ଅନୁସାରେ ସେ ଉତ୍କଳ ସମ୍ରାଟ ମୁକୁନ୍ଦଦେବଙ୍କ ଶରଣାପନ୍ନ ହେଲେ। ମୁକୁନ୍ଦଦେବଙ୍କ ସହିତ ତ୍ରିବେଣୀ ଘାଟରେ କଳାପାହାଡ଼ଙ୍କର ଯେଉଁ କଥୋପକଥନ ହୋଇଥିଲା, ପାଠକମାନେ ତାହା ଜାଣନ୍ତି। କଳାପାହାଡ଼ ଭାବିଥିଲେ ଉଦାର ବୈଷ୍ଣବ ଧର୍ମ ତାଙ୍କୁ ଗ୍ରହଣ କରିବ, କିନ୍ତୁ ସେ ଯେଉଁ ସର୍ତ୍ତରେ ଆସିବାକୁ ଇଚ୍ଛା କରିଥିଲେ ମୁକୁନ୍ଦଦେବ ତହିଁରେ ସ୍ୱୀକାର କଲେ ନାହିଁ। ନିରାଶା ସଙ୍ଗେ ସଙ୍ଗେ କଳାପାହାଡ଼ଙ୍କ ମନରେ କ୍ରୋଧର ସଞ୍ଚାର ହେଲା। ସେ ସ୍ୱତଃପ୍ରବୃତ୍ତ ହୋଇ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ହିନ୍ଦୁ ଧର୍ମ ତାଙ୍କୁ ପ୍ରତ୍ୟାଖ୍ୟାନ କଲା। ଯେଉଁ ଧର୍ମ ଏପରି ଅନୁଦାର, ସେହି ଧର୍ମର ଉଚ୍ଛେଦ ସାଧନ କରିବାକୁ ହେବ। ପୁଣି ରାଜା ମୁକୁନ୍ଦଦେବଙ୍କ ସଙ୍ଗେ କଥୋପକଥନ କରିବା ସମୟରେ କଳାପାହାଡ଼ ଦେଖିଲେ ଯେ ତାଙ୍କର ଅନିନ୍ଦ୍ୟ ସୁନ୍ଦରୀ ରାଣୀ ନିକଟରେ ବସି ଅଛନ୍ତି। ଏପରି ତ୍ରିଭୁବନ ମୋହିନୀ ମୂର୍ତ୍ତି ସେ ପୂର୍ବେ କେବେ ଦେଖିନଥିଲେ। ଯେ ରମଣୀ ପ୍ରଲୋଭନରେ ବହିର୍ଭୂତ ଥିବାରୁ ବଧିର ପର୍ବତ ଆଖ୍ୟା ପାଇଥିଲେ, ଅଧୁନା ସେହି କଳାପାହାଡ଼ ମୁକୁନ୍ଦଦେବଙ୍କ ରାଣୀଙ୍କୁ ଦେଖି କାମସରରେ ପ୍ରପୀଡ଼ିତ ହେଲେ। ଦୁର୍ଦ୍ଦିନ ଉପସ୍ଥିତ ହେଲେ ମୁନିମାନଙ୍କର ମଧ୍ୟ ମତିଭ୍ରମ ଘଟିଥାଏ। କଳାପାହାଡ଼ ଛାର କେତେ ମାତ୍ର। ମୁକୁନ୍ଦଦେବଙ୍କ ଠାରୁ ବିଦାୟ ନେଇ କଳାପାହାଡ଼ ସ୍ଥିର କଲେ ଯେ ଯେକୌଣସି ପ୍ରକାରେ ହେଉ ମୁକୁନ୍ଦଦେବଙ୍କ ରାଣୀଙ୍କୁ କରଗତ କରିବାକୁ ହେବ। ଛାର ହିନ୍ଦୁ ଧର୍ମ ତାଙ୍କ ପ୍ରତାପକୁ ନ ଡରି ତାଙ୍କୁ ପ୍ରତ୍ୟାଖ୍ୟାନ କଲା, ଏଥିର ମଧ୍ୟ ପ୍ରତିଶୋଧ ନେବାକୁ ହେବ। ଏହା ଭାବି ସେ ସୁଲତାନଙ୍କ ନିକଟକୁ ଯାଇ ଓଡ଼ିଶା ବିରୁଦ୍ଧରେ ଯୁଦ୍ଧଯାତ୍ରା କରିବାକୁ ଆଦେଶ ଭିକ୍ଷା କଲେ। କଳାପାହାଡ଼ଙ୍କ କଥା ଶୁଣି ସୁଲତାନ ସୁଲେମାନ ବିସ୍ମୟାଭୂତ ହେଲେ। ଏହି ଓଡ଼ିଶା ଜୟ କରିବା ନିମନ୍ତେ ସେ କଳାପାହାଡ଼ଙ୍କୁ କେତେ ପ୍ରାର୍ଥନା କରିଅଛନ୍ତି, କିନ୍ତୁ କଳାପାହାଡ଼ ତାଙ୍କ ପ୍ରାର୍ଥନା ରକ୍ଷା କରିନାହାନ୍ତି। ଆଜି ସେ ଅପ୍ରତ୍ୟାଶିତ ଭାବରେ ଏହି ପ୍ରସ୍ତାବ ଉପସ୍ଥାପିତ କଲାରୁ ସୁଲତାନ ପ୍ରଥମେ ନିଜ କର୍ଣ୍ଣକୁ ବିଶ୍ୱାସ କରିପାରିଲେ ନାହିଁ। ପରେ କଳାପାହାଡ଼ଙ୍କ ଅଟଳ ପ୍ରତିଜ୍ଞା ଦେଖି ଉକ୍ତ ବିଷୟରେ ସମ୍ମତି ପ୍ରଦାନ କଲେ। ଓଡ଼ିଶା ବିରୁଦ୍ଧରେ ଯୁଦ୍ଧଯାତ୍ରା କରିବା ନିମନ୍ତେ ବିପୁଳ ଆୟୋଜନ ଆରବ୍ଧ ହେଲା। ରାଜା ପ୍ରତାପରୁଦ୍ର ଦେବ ଓଡ଼ିଶାର ଗଙ୍ଗବଂଶୀୟ ପ୍ରକୃତ ଶେଷ ନୃପତି। ତାଙ୍କ ସମୟରେ ମହାତ୍ମା ଚୈତନ୍ୟ ଦେବ ଓଡ଼ିଶାରେ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ। ସ୍ୱୟଂ ପ୍ରତାପରୁଦ୍ର ମଧ୍ୟ ଚୈତନ୍ୟଙ୍କ ଧର୍ମରେ ଦୀକ୍ଷିତ ହୋଇଥିଲେ। ଲୋକ ମୁଖରେ ପ୍ରକାଶ ଯେ ଦୀକ୍ଷା ଗ୍ରହଣ ସମୟରେ ପ୍ରତାପରୁଦ୍ର ତାଙ୍କ ଅନ୍ତେ ଗଙ୍ଗବଂଶ ଶେଷ ହେବାକୁ ଚୈତନ୍ୟ ଦେବଙ୍କଠାରେ କାମନା କରିଥିଲେ। ପ୍ରତାପରୁଦ୍ରଙ୍କ ପରେ ଗଙ୍ଗବଂଶାବତଂସର କୌଣସି ନରପତି ଓଡ଼ିଶାର ସିଂହାସନ ଆରୋହଣ କରିନାହାନ୍ତି। ତାଙ୍କ ମନ୍ତ୍ରୀମାନେ ଏହି ସିଂହାସନ ଆରୋହଣ କରିଥିଲେ। ରାଜା ମୁକୁନ୍ଦ ଦେବ ଓଡ଼ିଶାର ଶେଷ ମନ୍ତ୍ରୀ ନୃପତି। ଯେପରି ମୂଳ ଦୁର୍ବଳ ହେଲେ ସମଗ୍ର ବୃକ୍ଷ ଦୁର୍ବଳ ହୋଇଯାଏ,
ସେହିପରି ସମ୍ରାଟଙ୍କ ସିଂହାସନ ଦୁର୍ବଳ ହେବାରୁ ବିଶାଳ ଉତ୍କଳ ସାମ୍ରାଜ୍ୟ ହୀନବଳ ହୋଇପଡ଼ିଲା। ସାମନ୍ତ ନରପତିମାନେ ନିଜ ନିଜ ସ୍ୱାଧୀନତା ଘୋଷଣା କରିବାକୁ ଲାଗିଲେ। ଏତଦ୍ୱାରା ସମଗ୍ର ସାମ୍ରାଜ୍ୟ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହେଲା। ପୂର୍ବୋକ୍ତ ମନ୍ତ୍ରୀମାନେ କେବଳ ନାମମାତ୍ର ଉତ୍କଳ ଅଧୀଶ୍ୱର ହୋଇ ରହିଲେ। ମୁକୁନ୍ଦଦେବ ଅନେକ ଯୁଦ୍ଧରେ ଜୟଲାଭ କରିଥିବା ଇତିହାସରେ ପ୍ରକାଶ। ସେ ଗଙ୍ଗା ପର୍ଯ୍ୟନ୍ତ ବିସ୍ତୃତ ସମଗ୍ର ଦେଶ ଜୟ କରି ଗଙ୍ଗା ନଦୀରେ ପ୍ରସିଦ୍ଧ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ। ଲୋକେ କହନ୍ତି ତାଙ୍କ ମାତାଙ୍କ ଅନୁରୋଧ ରକ୍ଷା କରିବା ନିମନ୍ତେ ସେ ଗଙ୍ଗାରୁ ଗୋଟିଏ ଧାର ଆଣି ପୁରୀ ବାଟେ ସମୁଦ୍ରରେ ପକାଇବାକୁ ସ୍ଥିର କରିଥିଲେ। ଈଶ୍ୱର ତାଙ୍କୁ ଦୀର୍ଘାୟୁ କରିଥିଲେ ସେ ଏହି କାର୍ଯ୍ୟ ସମ୍ପନ୍ନ କରିଥାନ୍ତେ। ତାହାହେଲେ ପୁରୀର ମାହାତ୍ମ୍ୟ ବହୁ ଗୁଣରେ ବୃଦ୍ଧିପ୍ରାପ୍ତ ହୋଇଥାନ୍ତା। କିନ୍ତୁ ଯେଉଁ କାର୍ଯ୍ୟ କରିବାକୁ ଈଶ୍ୱର ଅନିଚ୍ଛୁକ, ମନୁଷ୍ୟ ଦ୍ୱାରା କି ସେ କାର୍ଯ୍ୟ ହୋଇପାରେ? କୌଣସି କୌଣସି ଐତିହାସିକଙ୍କ ମତରେ ବୈଷ୍ଣବ ଧର୍ମ ଓଡ଼ିଶାର ପତନର ମୂଳ କାରଣ। ସେମାନେ କହନ୍ତି ବୈଷ୍ଣବ ଧର୍ମ ଗ୍ରହଣ କରିବା ହେତୁରୁ ଲୋକେ ଯୁଦ୍ଧ ବିଦ୍ୟାରେ ବୀତଶ୍ରଦ୍ଧ ହୋଇପଡ଼ିଲେ। ସର୍ବଦା ହରିନାମ ସଂକୀର୍ତ୍ତନରେ ସେମାନଙ୍କର ସମୟ ଅତିବାହିତ ହେଲା। ଐତିହାସିକମାନଙ୍କର ଏ ବ୍ୟାଖ୍ୟା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ। ଧର୍ମ କୌଣସି ଯୁଗରେ କୌଣସି ଦେଶର ପତନର କାରଣ ହୋଇନାହିଁ। ପ୍ରକୃତ କଥା ଏହି ଯେ ଉତ୍କଳ ଦେଶ ବହୁ କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହେବା ଯୋଗୁଁ ଦୁର୍ବଳ ହୋଇପଡ଼ିଲା। ପୁଣି ଜଣେ ମନ୍ତ୍ରୀ ସିଂହାସନର ଅଧିକାରୀ ଥିବା କଥା ଅନେକ ସାମନ୍ତ ରାଜାଙ୍କୁ ଅସହ୍ୟ ହେଲା। ଏଣୁକରି ସେମାନେ ବିଦ୍ରୋହାଚରଣ କଲେ। ଦେଶରେ ଏକତାର ଅଭାବ ହେବାରୁ ପ୍ରକୃତ ଦୁର୍ବଳତା ଜାତ ହେଲା। ମୁକୁନ୍ଦଦେବଙ୍କ ରାଜତ୍ୱ ସମୟରେ ଉତ୍କଳରେ ଶୌର୍ଯ୍ୟର ଅଭାବ ନଥିଲା। ମୁକୁନ୍ଦଦେବ ନିଜେ ଦିଗ୍ବିଜୟୀ ବୀରପୁରୁଷ ଥିଲେ। ତାଙ୍କ ସମୟରେ ଧର୍ମକ୍ଷେତ୍ରରେ ଓ ଯୁଦ୍ଧକ୍ଷେତ୍ରରେ ଉତ୍କଳ ଅନନ୍ୟ ସାଧାରଣ ଖ୍ୟାତି ଲାଭ କରିଥିଲା। ଆମ୍ଭେମାନେ ଏଥିପୂର୍ବେ ଏଥିର ପରିଚୟ ପ୍ରଦାନ କରିଅଛୁଁ। ଯେତେବେଳେ ରାଜା ମୁକୁନ୍ଦଦେବ କଳାପାହାଡ଼ ମୁଖରୁ ଶୁଣିଲେ ଯେ ସେ ତାଙ୍କ ପ୍ରଶ୍ନର ଉତ୍ତର ଯୁଦ୍ଧକ୍ଷେତ୍ରରେ ଦେବେ, ସେତେବେଳେ ତାଙ୍କର ବୁଝିବାକୁ ଆଉ ବାକି ରହିଲା ନାହିଁ ଯେ ସୁଲତାନ ସୁଲେମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ବିପୁଳ ଆୟୋଜନ ଆବଶ୍ୟକ ହେବ। କିନ୍ତୁ ସେ ଏକାକୀ ବିଜୟୀ ଯବନ ବାହିନୀ ବିରୁଦ୍ଧରେ ଛିଡ଼ା ହୋଇପାରିବେ କି? ସମଗ୍ର ସମ୍ମିଳିତ ଚେଷ୍ଟା ହୋଇଥିଲେ କଳାପାହାଡ଼ଙ୍କର ସାଧ୍ୟ ନଥିଲା ଯେ ସେ ଉତ୍କଳରେ ପ୍ରବେଶ ଲାଭ କରିପାରିଥାନ୍ତେ। କିନ୍ତୁ ଉତ୍କଳ ପ୍ରତି ବିଧାତା ବାମ ହୋଇସାରିଥିଲେ। ଏଣୁକରି ରାଜା ମୁକୁନ୍ଦଦେବଙ୍କୁ ଏକାକୀ ଯୁଦ୍ଧ କରିବାକୁ ପଡ଼ିଥିଲା। କଳାପାହାଡ଼ ମାର୍ଗରେ ଯତ୍ ସାମାନ୍ୟ ବିଘ୍ନ ଅତିକ୍ରମ କରି ଯାଜପୁରରେ ପ୍ରବିଷ୍ଟ ହେଲେ। କଳାପାହାଡ଼ ଓ ମୁକୁନ୍ଦଦେବଙ୍କ ମଧ୍ୟରେ ଭୀଷଣ ସଂଗ୍ରାମ ଆରବ୍ଧ ହେଲା। ଯୁଦ୍ଧର ବିସ୍ତୃତ ବିବରଣ ଇତିହାସରେ ମିଳେ। ଏଠାରେ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ଯୁଦ୍ଧରେ ମୁକୁନ୍ଦଦେବଙ୍କର ମୃତ୍ୟୁ ହେଲା ଏବଂ ତାଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ଓଡ଼ିଶାର ଗୌରବର ବି ଚିରକାଳ ନିମନ୍ତେ ଅସ୍ତମିତ ହେଲା। କଳାପାହାଡ଼ଙ୍କ ଓଡ଼ିଶା ଆକ୍ରମଣ ବିଷୟ ଭାବିଲେ ହୃଦୟ ଅବସାଦରେ ପୂର୍ଣ୍ଣ ହୁଏ। ସେ ଓଡ଼ିଶାରେ ଯେତେ ହିନ୍ଦୁ ମନ୍ଦିର ଓ ଦେବଦେବୀ ମୂର୍ତ୍ତି ଧ୍ୱଂସ କରିଅଛନ୍ତି, ତାହା ବହୁ ଶତାବ୍ଦୀରେ ସୁଦ୍ଧା ପୂର୍ଣ୍ଣ ହୋଇପାରିବ ନାହିଁ। ବିଶେଷତଃ ସେ ପୁରୀ ମନ୍ଦିରର ବିଗ୍ରହତ୍ରୟର ଯେଉଁ ଦୁରାବସ୍ଥା ଘଟାଇଅଛନ୍ତି, ତାହା କଦାପି ଭୁଲି ହେବ ନାହିଁ। ଆଜି ମୁକୁନ୍ଦଦେବଙ୍କ ରାଣୀଙ୍କ ଅନ୍ତପୁରରେ ଅତିଥି ଅଭ୍ୟର୍ଥନାର ବିପୁଳ ଆୟୋଜନ ହୋଇଅଛି। ବିଜୟୀ କଳାପାହାଡ଼ ଯାଜପୁର ଦୁର୍ଗ ଅଧିକାର କରି ରାଣୀଙ୍କ ଦ୍ୱାରା ଅଭ୍ୟର୍ଥିତ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ରାଜୋଚିତ ସମ୍ମାନରେ ତାଙ୍କୁ ସତ୍କାର କରିବା ନିମନ୍ତେ ସକଳ ପ୍ରକାର ବନ୍ଦୋବସ୍ତ କରିଅଛନ୍ତି। କଳାପାହାଡ଼ଙ୍କ ଆଶା ଫଳବତୀ ହୋଇଅଛି। ସବୁବେଳେ ପ୍ରଥମ ଦର୍ଶନର କଥା ତାଙ୍କ ସ୍ମୃତିପଟରେ ନାଚୁଅଛି। ଆହା, କି ସୁନ୍ଦର ମୁଖଟି! ସଂସାର ମରୁଭୂମିରେ ଏହି ମୁଖ ଏକମାତ୍ର ଆଶା ମରୀଚିକା। ଏହି ସୌନ୍ଦର୍ଯ୍ୟ ଲୋଭରେ ତ କଳାପାହାଡ଼ଙ୍କ ସମସ୍ତ କଷ୍ଟ ସ୍ୱୀକାର। ଲୋକେ ଜାଣନ୍ତି କଳାପାହାଡ଼ ହିନ୍ଦୁ ଧର୍ମ ବିରୁଦ୍ଧରେ ଅଭିଯାନ କରିଥିଲେ।
किंतु असल कथा अधिकांश लोके जानती नहीं। हिंदू धर्मर उच्छेद साधन गोटिए व्यपदेश मात्र, जहा हिंदूर प्राणरू अधिक, जही निमंते असंख्य हिंदू नरनारी अकातरे प्राण विसर्जन करियछंती, सेही सतीत्व रत्न लुंठन करने निमंते कला पहाड़ ओडिशा विरुद्ध रे खड्ग उत्तोलन करथिले। एकथा किंबदंतीर क्षुद्र सीमा मध्यरे आबद्ध रहिअछि। इतिहास एकथा जाने नहीं किंबा जानिबाकु चेष्टा करि नहीं। आजी कला पहाड़ांक हृदय आनंदरे नाची उठुअछि। सम्मुखरे उत्कृष्ट खाद्यद्रव्य रखाଯାଇଅछि, आउ परिवेशिका स्वयं मुकुंद देवंक राणी। जो मुख दर्शन निमंते कला पहाड़ एते दूर आसीअछंती, ई सुंदर मुखटी आजी तांक सम्मुखरे। सेही मुख देखि से मने मने केते आकाश कुसुम तोलुछंती। एही भुवन मोहिनी तांक अंकसाइनी हेबे, एथिरु बळी सुखकर कथा आउ कला पहाड़ांक पक्षरे कौन होई पारे। किंतु ए कौन, राणी सहसा अंतर्हित हेले काहींकी? कला पहाड़ तो यह स्वप्नरे सुद्धा भावी नथिले। तेबे कौन तांकर समस्त कष्ट विफल हेब? राणींक अंतर्धान अव्यवहित परे गोटिए दासी आसी कला पहाड़ंक सम्मुखरे उपस्थित हेला। ताकू पचारि कला पहाड़ अवगत हेले जे राणी परिच्छद परिवर्तन करने कक्षांतर को जाइअछंती। उत्कल विजयी वीर पुरुषंकु अभ्यर्थना करने निमंते राणी तांकर श्रेष्ठ वसन भूषण व्यवहार करिवे। दासी ठारू ए संवाद पाई कला पहाड़ आनंद सागर रे मग्न हेले। पापी बारंबार नैराश्यर चित्र देखिले सुद्धा कदापि हताश हुए नहीं। सामान्य आशार कथारे आश्वस्त होई मनकु मन प्रबोध दिए। कवि गंगाधर ए संबंधरे यथार्थ कहिअछंती, ता हृदयकु आसे जेबे नैराश्य दौड़ी, मायाबिनी आशा दिए तुरित घौड़ी। राणींकु यथायोग्य सम्मान करने निमंते कला पहाड़ निजकु प्रस्तुत करने लगिले। किंतु राणी आसुनाहांती काहींकी? कला पहाड़ंकु प्रतीयमान हेला जेपरी राजप्रसाद जनमानव शून्य होइअछि। राजप्रसादर कार्यावली जेपरी कल द्वारा परिचालित हेउअछि। से बारंबार दासी को पचारुअछंती, राणी कुआडे गले? दासीर सबुबेले एकमात्र उत्तर, राणी बेश बदलैयाकु जाइछंती। बेश बदलैवा निमंते एते समय आवश्यक हुए नहीं। तेबे राणी एते विलंब कले काहींकी? क्रमशः विलंब असह्य होई पड़िला। नागरबर अभिसार मंदिर रे आउ केतेबेଳ अपेक्षा करी रहिबे? देखु देखु तांकर धैर्यच्युति संघटित हैला। से आउ स्थिर होई रही पारिले नहीं। दासीर निषेध सत्वे बहिर्मंदिर को प्रस्थान कले। बैतरणी घाटरे ए की कोलाहल! राज अंतपुरर रमणी माने बहुमूल्य बसन भूषण परिधान करी सप्तमातृका घाटरे दंडायमान होइअछंती। समस्ते आलुलायिता कुंतला। समस्तंक मुखरे हर्ष और विषादर चिन्ह जुगपत देखा जाउअछि। रमणी मानंक नेतृत्व ग्रहण करी राणी स्वयं त्रिशूल हस्तरे छिड़ा होइअछंती। हठात घाटर निस्तब्धता भंग करी राणी संगीत आरंभ कले। कि हृदयस्पर्शी से संगीत! संगीतर प्रत्येक मूर्छनारू सुधा निसृत होई आकाशकू अपूर्व रसरे प्लावित करुथिला। राणींक परे अपर रमणी माने मध्य संगीतरे योगदान कले। सेमाने गीत गाई गाई वृत्ताकाररे 7 थर प्रदक्षिण कले और नदी कूଳରେ सरल रेखा क्रमे छिड़ा हेले। रमणी मानंकु लक्ष्य करी राणी कहिले, भौणी माने आजी आंभर सुदिन उपस्थित। रमणीर कर्तव्य साधन करने भगवान आंभंकु सुजोग देइअछंती। पुरुष माने युद्ध क्षेत्र रे प्राणबली देई पूर्वपुरुष मानंकर गौरव रक्षा करिअछंती। वर्तमान आंभ मानंक गौरव रक्षार समय उपस्थित होइअछि। तुम्भे माने जदि वीर रमणी प्राय बैतरणीर पूत सलिଳରେ झांस देवाकू इच्छा कर, ताहले आस मातृक्रोड़ को गलापरी बैतरणीर अगाध जल लीन हेबा।
नतुबा जदि जवनर अंक बिहारिणी हेबाकु इच्छा कर ताहेले एठारु प्रत्यावृत हुओ। गौरव मृत्यु और जवनर कुसुम तल्प ए दुईटिरु गोटिए बाछि नेबाकु हबो। पूर्वपुरुष गणक पवित्र नाम शपथ करी कह, तुम्भे माने कौन कामना करुअछ? रमणी माने एक स्वर उत्तर कले, आम्भे माने गौरव मृत्यु कामना करुअछुं। राणी पूर्ववत मधुर गंभीर स्वर कहिले, उत्तम, गौरव मृत्यु इच्छा कर, ताहले बोल, दिग्विदिग प्रकंपित करी बोल, जवनर कर्ण बधिर करी बोल, जय उत्कलर जय। राणींक मुखरु वाक्य न सरणु रमणी माने उत्कलर जयगान करी आकाश विदीर्ण करिदेले। प्रथमे राणी उत्कलर जयगान करी नदी रे झास देले। तांक पछे पछे अन्यान्य रमणी मध्य नदी रे झास देले। सावधान कला पहाड़, ए महिमामय दृश्य विघ्न उपस्थित कर नहीं। देख, मानस चक्षु उन्मेलन करी देख, तुम्भ हिंदू रमणी माने किपरि मरी जानती। तुम्भे जो धर्म विरुद्ध रे खड्ग धारण करिअछ, सेही धर्मर महत्व हृदयंगम करी वर्तमान हेले अनुतप्त हुओ। किंतु से स्वर्गीय दृश्य आउ नहीं। देखु देखु रमणी माने बैतरणीर अतल स्पर्शी जलरे विलीन होइगले। ओडिशार गौरव प्रदीप निर्वापित हला। ओडिशार उत्थान जेपरि गौरवमय, ताहार पतन मध्य सेहीपरि गौरवमय। आम्भमानंकर वक्तव्य शेष होइअछि, किंतु पाठक मानंक ठारु विदाय नेबा पूर्वरु आम्भे माने उपसंहार रे आउ दुई चारि कथा कहिबाकु इच्छा करू। कला पहाड़ंक संबंध रे गोटिए विचित्र प्रवाद प्रचलित अछि। से थरे तांक मां को पचारिथिले, मां, संसार रे केउ कार्य कले जस मिले? जननी कहिले, देउळ तोळाइले किंबा बाट अपरिष्कार कले। कथार शेष भागटी कला पहाड़ंक मनकु पाइला ओ गुणमणि पुत्र कीर्ति रक्षार्थ प्रथमे जननी को हत्या करी तांकर चर्मरे समर निशाण निर्माण कले। प्रवादटी केते दूर सत्य आम्भे माने कहि न पारू। बोध हुए यह विश्वास योग्य नुहे। से जहा हेउ, जेतेबेले कला पहाड़ देखिले जे तांको इच्छा विफल हैला, से आउ नीरवरे स्वदेश को प्रत्यावृत हेबाकु इच्छुक हेले नहीं। उत्कलर ध्वंस कार्य संशोधन करी इतिहास पृष्ठारे अमर हेबाकु संकल्प कले। जाजपुर दुर्ग अधिकार करि सारिला उत्तारु कला पहाड़ भुवनेश्वर अभिमुखे अग्रसर हेले एवं सेठारे स्वीय ध्वंस कार्य समाप्त करी पुरी अभिमुखे यात्रा कले। से पुरी मंदिर भितरे प्रवेश लाभ करि पारि नाहंती। पंडा माने तांको आसिबा पूर्वरु मंदिरर मूर्ति त्रयंकु नहीं लुचाई रखिथिले, किंतु कला पहाड़ तहिर संधान पाई पंडा मानंक ठारु मूर्तित्रय छड़ाई आनी अग्नि रे दग्ध कले। पंडा माने मूर्तिर दग्धावशेष उद्धार करी लुचाई रखिबा उद्देश्य रे स्थाने स्थाने लुचि रहिले। कला पहाड़ जेते चेष्टा कले सुद्धा मूर्तित्रयर लोप साधन करि पारिले नहीं। एही मूर्ति लुचाइबा कार्य गोटिए विषम कांड। किंबदंती मूर्तिगुड़िकु केते स्थानकु जे नेइछि तहिर इयत्ता नहीं। प्रत्येक राज्य एथिरे निजर पारिबापण देखाइबाकु चेष्टा करिअछि। मूर्तिगुड़िक बुली बुली शेषरे संबलपुर रे उपस्थित होइथिबार प्रकाश। सेठारे शंकर बंध निकटरे युद्ध होइथिला ओ युद्धरे कला पहाड़ संपूर्ण रूपे परास्त और निहत होइथिले। संबलपुर डिस्ट्रिक्ट गेजेटर लेखक एही किंबदंती को विश्वास करती नहीं। कला पहाड़ंक मध्य अन्यत्र मृत्यु होइथिबा कथा इतिहास रे मिले। किंतु आश्चर्यर विषय जे शंकर बंधरे अद्यावधि बहु संख्यक जावनिक कबर अछि। पुणी संबलपुर रे जेपरी समारोह सहकारे गुंडीचा यात्रा संपन्न हुए, पुरी छड़ा ओडिशार आउ कौनसी ठारे सेपरी हुए नहीं। आहुरी मध्य समलेश्वरींक मंदिर रे रक्षित ढोल कला पहाड़ंक चर्मरु निर्मित बोली कथित। ए किंबदंतीर ऐतिहासिकता प्रमाण करने को आम्भे प्रस्तुत नहुँ,
କିନ୍ତୁ ଏଠାରେ ଆମ୍ଭେମାନେ ଏତିକି କହିବୁ ଯେ ଭାରତୀୟମାନେ ଯଦି ପ୍ରକୃତ ଗବେଷଣା ସହକାରେ ଭାରତର ଇତିହାସ ପବିତ୍ର ଚିତ୍ତରେ ଲେଖନ୍ତି, ତାହାହେଲେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଭାରତର ଇତିହାସ ଭିନ୍ନ ଆକାର ଧାରଣ କରିବ। ଆମ୍ଭେମାନେ ଚାତକ ନୟନରେ ସେ ଶୁଭଦିନକୁ ଅନାଇ ରହିଲୁଁ। ସମାପ୍ତ।